ମୁଁ କଡ଼ିପାରି ଗ୍ରାମ ପଞ୍ଚାୟତ ସରପଞ୍ଚ ଡମରୁଧର ମାଝୀ ବ୍ଲକ କାଶପୁର ଥାନା ଅଣ୍ଡରାପଞ୍ଜ ବରଜାକାଲ ନିକଟସ୍ଥ କେ ପଞ୍ଜରା ହାମଲେଟ୍ ଭିଲେଜ ଚିଲିପଦର ପାଖ ଯେଉଁ ସିଙ୍ଗେରଦରା ବୋଲିକି ଅଛି ରାୟଗଡ଼ା ସୀମାନ୍ତ ଏବଂ କଳାହାଣ୍ଡି ସୀମାନ୍ତରେ ଅଛି। ଦୁଃଖର ବିଷୟ କିଛି ନ କରୁଣୁ ଡେଭଲପ୍ କିଛି ହେଇନି, ହେଲେ ବି ବହୁତ ପର୍ଯ୍ୟଟକ ଆଉ ବାହାର ଆମ ଓଡ଼ିଶା ସାରାର ବାହାର ରାଜ୍ୟର ମଧ୍ୟ ଆସିକି ସେଇଟା ଉପଭୋଗ କରିକିରି ଯାଉଛନ୍ତି। ଜାଗାଟା ଅତି ସୁନ୍ଦର ଅଛି। ସରକାରଙ୍କ ତରଫରୁ ଯଦି ଅନୁଦାନ ଦିଆଯାଏ ତାହେଲେ ଆମର ଅଞ୍ଚଳବାସୀ ଉପଭୋଗ କରିବା ସହ ଆମର ଓଡ଼ିଶା କିମ୍ବା ବାହାର ରାଜ୍ୟର ଲୋକ ମଧ୍ୟ ଆସିକି ସେ ଜାଗା ଦେଖିପାରିବେ ଏବଂ ଉପଭୋଗ କରିପାରିବେ। ଆମେ ସବୁ ବୁଦ୍ଧିଜୀବୀ ଏବଂ ଆମର ୱାର୍ଡ଼ ମେମ୍ବର ସମସ୍ତେ ଆମେ କଥା ବି ହେଇସାରିଛୁ। ଆମେ ଗୋଟେ ରେଜୁଲେସନ୍ କରିବୁ, ଗ୍ରାମସଭା କରିବୁ, ତାପରେ ରେଜୁଲେସନ୍ କରିକି ଆମେ ବିଡ଼ିଓଙ୍କୁ ଦେବୁ, ଆଉ କଲେକ୍ଟରଙ୍କୁ ଦେବୁ, ତାପରେ ମନ୍ତ୍ରୀଙ୍କୁ ମଧ୍ୟ ଦେବୁ। ଆମେ ତ କିଛି ଶୁଣିବାକୁ ପାଇଛୁ ସେଠି ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ସେ କମ୍ପାନୀ କର୍ତ୍ତୃପକ୍ଷ ବି କହୁଥିଲେ ସେଠି କିଛି ଅନୁଦାନ ଦିଆଯିବ ବୋଲିକି, କିନ୍ତୁ କେବେ ଦିଆଯିବ ସେଇଟା ଆମେ ଏବେ ପର୍ଯ୍ୟନ୍ତ ତା'ର ଉତ୍ତର ପାଇନୁ। କିନ୍ତୁ ସେଇଟା ଆମେ ନିଜେ ମଧ୍ୟ ଗୋଟେ ଆପ୍ଲିକେସନ୍ କମ୍ପାନୀକୁ ଦେଇଛୁ, ସେ କରିବି ବୋଲିକି କହିଛନ୍ତି। ଆମର ରାୟଗଡ଼ା ଜିଲ୍ଲାର ଏଇଟା ଗୋଟେ ଏତେ ବଢ଼ିଆ ସୌନ୍ଦର୍ଯ୍ୟ ଅଛି, ସାଇଡ଼୍ରେ ଯେଉଁ ଗଛ ଲତା ତା ସହ ପାଣି ଏତେ ବଢ଼ିଆ ଝରୁଛି, ସେଇଟା ଦେଖିକି ଲୋକ ଏତେ ଉତ୍ସାହ ହେଉଛନ୍ତି। ସେଥିପ୍ରତି ଆମକୁ ବି ସମସ୍ତଙ୍କୁ ଖୁସି ଲାଗୁଛି। ଅଧିକ ଅନୁଦାନ ସରକାର ଦେଇ ଭିତ୍ତିଭୂମି ଟିକେ ଭଲ ମାନେ କଲେ ଆମେ ସମସ୍ତେ ଖୁସି ହେବା ସହ ଆମର ଅଞ୍ଚଳବାସୀ ଏବଂ ଆମର ଓଡ଼ିଶା କିମ୍ବା ଓଡ଼ିଶା ବାହାର ଲୋକ ମଧ୍ୟ ଆସିକି ଉପଭୋଗ କରିପାରିବେ। କରୋନା ସମୟରେ ଯେଉଁ ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଥିଲେ ଏବଂ ଇଏ ବର୍ତ୍ତମାନ ମଧ୍ୟ ସରପଞ୍ଚକୁ ପଞ୍ଚାୟତର ଗୋଟେ ମାଜିଷ୍ଟ୍ରେଟ୍ ହିସାବରେ ସମସ୍ତେ ଜାଣିଛନ୍ତି। ସେଥିପାଇଁ ମୋ ପିରିୟଡ଼ରେ ସରକାର କରିବେ ବୋଲିକିରି ମୋର ନିହାତି ଆଶା ଅଛି ଏବଂ ସେଇ ଭିତ୍ତିଭୂମି ସରକାର କଲେ ଆମେ ଅଞ୍ଚଳବାସୀ ଖୁସି ହେବେ, ତା ସହ ମୁଁ ବି ଖୁସି ହେବି। ସରକାର ଉପରେ ଏତିକି ଭରସା ଅଛି, ସେ ନିହାତି ଭାବରେ କରିବେ।